ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ଅନ୍ତିମ ପର୍ଯ୍ୟାୟର ଯୁବ ଉଦ୍ଭାବକଙ୍କ ସହ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ଏହି ପର୍ଯ୍ୟାୟରେ 1300ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାର ଏହି ସପ୍ତମ ସଂସ୍କରଣ ଦେଶର 51ଟି ନୋଡାଲ ସେଣ୍ଟରରେ 17ଟି ବିଷୟବସ୍ତୁ ଆଧାରରେ ଆୟୋଜିତ ହେବ। ରାଜ୍ୟର 38ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ମୋଟ 1472 ଡିସିମିଲ୍ରୁ ଊର୍ଦ୍ଧ୍ୱ ସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ 66ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ସଂକ୍ରାନ୍ତ 89ଟି ପ୍ରସ୍ତାବକୁ ଅନୁଧ୍ୟାନ ପରେ ରାଜ୍ୟ ସରକାର ମଧ୍ୟବର୍ତ୍ତୀକାଳୀନ ଅନୁମତି ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ 40ଟି ମାମଲାରେ ସରକାରଙ୍କ ଅନୁମତି ନ୍ୟାୟାଳୟ କାଏମ ରଖିଥିବା ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ନ୍ୟାୟାଳୟଙ୍କ ଆଦେଶ ମୁତାବକ 3ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସମ୍ପତ୍ତି ନିଲାମ ଏବଂ ବ୍ୟାଙ୍କ ଜମା ଜବତ ଅର୍ଥରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ବିଧାନ ପରିଷଦ ଗଠନ ସମ୍ପର୍କିତ ପ୍ରସ୍ତାବ ଗତ 2018 ସେପ୍ଟେମ୍ବର 18 ତାରିଖରୁ ସଂସଦର ଅନୁମୋଦନ ପାଇଁ ପଠାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଧାନ ପରିଷଦ ଗଠନ ନେଇ ଗତ 2018 ସେପ୍ଟେମ୍ବର 6 ତାରିଖରେ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହାର ଅନୁମୋଦନ ପାଇଁ ରାଜ୍ୟସଭା, ଲୋକସଭା ସଚିବାଳୟର ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଧି ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ସେହି ବର୍ଷ ସେପ୍ଟେମ୍ବର 18 ତାରିଖରୁ ପଠାଯାଇ ସାରିଛି ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି। ଆୟୁଷ୍ମାନ ବୟବନ୍ଦନ କାର୍ଡ ଯୋଜନାରେ ପଞ୍ଜୀକୃତ ହିତାଧିକାରୀଙ୍କ ସଂଖ୍ୟା 25 ଲକ୍ଷରେ ପହଞ୍ଚିଛି। ଦେଶର 70 ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅକ୍ଟୋବର ମାସ 29 ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 22,000ରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବା ସହିତ ଏ ବାବଦରେ 40 କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ରାଜ୍ୟରେ ଗତ 5ଟି ଆର୍ଥିକ ବର୍ଷ ମଧ୍ୟରେ ମୋଟ ଜମାରାଶି ପରିମାଣ ବୃଦ୍ଧି ପାଇଛି ବୋଲି ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଗତକାଲି ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 2019-20 ଆର୍ଥିକ ବର୍ଷଠାରୁ ବର୍ଷୱାରୀ ଜମାରାଶିରେ ଅଭିବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। ଗତ ମାର୍ଚ୍ଚ ମାସ ସୁଦ୍ଧା ବ୍ୟାଙ୍କ ଜମାରାଶି ପରିମାଣ 14.54% ବୃଦ୍ଧି ପାଇଛି। ସେହିଭଳି ଡାକଘରେ ଜମାରାଶି ଅର୍ଥ ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। କଟକ ଏବଂ ରାୟଗଡ଼ା ଜିଲ୍ଲାରେ 2ଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ 509 କୋଟି ଟଙ୍କା ମଞ୍ଜୁରୀ ପ୍ରଦାନ କରିଛି। ଭାରତୀୟ ରେଳବାଇର ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର ଯୋଜନାର ଏକ ଅଂଶସ୍ୱରୂପ ଏହି ଫ୍ଲାଏଓଭର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଫ୍ଲାଏଓଭର ବ୍ରିଜ୍ ଦ୍ୱାରା କଟକ ଜିଲ୍ଲାର ନିର୍ଗୁଣ୍ଡି, କଟକ ବାରଙ୍ଗ ରାଜାଆଠଗଡ଼ ଅଞ୍ଚଳରେ ଏବଂ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସିଙ୍ଗାପୁର ରୋଡ୍ ରେଳମାର୍ଗରେ ଯାତାୟାତ ଅଧିକ ସହଜ ଏବଂ ସମୟାନୁବର୍ତ୍ତୀ ହୋଇପାରିବ। ଓଡ଼ିଶା ପ୍ରଶାସନିକ ସେବା ପାହ୍ୟାର 473ଟି ପଦ ଖାଲି ପଡ଼ିଛି। ଓଡ଼ିଶା ଅର୍ଥ ସେବାରେ 270 ଏବଂ ଜଙ୍ଗଲ ସେବାରେ 579ଟି ପଦ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ 2,248ଟି ପଦବୀ ମଧ୍ୟରୁ 1,775ଟି ପଦବୀ ପୂରଣ ହୋଇସାରିଛି। କନିଷ୍ଠ ଓଏସ୍ ବର୍ଗରେ ଅଧିକ ପଦବୀ ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେହିଭଳି ଭାରତୀୟ ପୁଲିସ ସେବାର 195ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ 68ଟି ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ସରକାର ଏବଂ ୟୁନିଭର୍ସିଟି ଅଫ୍ ଶିକାଗୋ ଟ୍ରଷ୍ଟର କାର୍ଯ୍ୟକାରିତାକୁ ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର ଉଚ୍ଚ ପ୍ରଶଂସା କରିଛନ୍ତି। ଓକାକ୍ ପରିସରରେ ଡାଟା, ପଲିସି ଏବଂ ଇନୋଭେସନ କେନ୍ଦ୍ରର ନୂତନ କାର୍ଯ୍ୟାଳୟକୁ ଗତକାଲି ଉଦ୍ଘାଟନ କରିବା ଅବସରରେ ପ୍ରଫେସର କ୍ରେମର ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେଉଥିବା ଅଭିବୃଦ୍ଧିକୁ ଉଲ୍ଲେଖନୀୟ ବୋଲି କହିଛନ୍ତି। ଶକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଜଳ ପରିମଳ ଆଦି ବିଭିନ୍ନ କ୍ଷେତ୍ରରେ ଗବେଷଣା, ତଦାରଖ ଏବଂ ମୂଲ୍ୟାୟନ ପାଇଁ ଏହି କେନ୍ଦ୍ର ମାଧ୍ୟମରେ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ପ୍ରତିପାଦନ କରିଥିବା କ୍ରୀଡ଼ାବିତ୍ଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡ଼ାମନ୍ତ୍ରୀ ଏହା କହିଛନ୍ତି। ଗତକାଲି 16ଟି କ୍ରୀଡ଼ା ବର୍ଗରେ ସଫଳତା ଅର୍ଜନ କରିଥିବା 65 ଜଣ କ୍ରୀଡ଼ାବିତ୍ଙ୍କୁ 53,07,500 ଟଙ୍କା ପୁରସ୍କାର ରାଶି ବାବଦରେ ପ୍ରଦାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।